ପଲ୍ଲୀକବି ନନ୍ଦକିଶୋର ବଳଙ୍କ ରଚିତ ଓ ତାଙ୍କର ନିର୍ଝରିଣୀ କବିତା ପୁସ୍ତକରେ ଥିବା ପ୍ରଭାତ ଅବକାଶ ନାମକ କବିତାଟି ବର୍ତ୍ତମାନ MA ଓଡ଼ିଆ ଶ୍ରେଣୀରେ ପ୍ରଚଳିତ ଅଛି। ସେଥିପାଇଁ ଏ କବିତାଟିର ଲିଖିତ ଆଲୋଚନା କରିବାକୁ ମୁଁ ଇଚ୍ଛୁକ ହେଲି। ତେବେ ଲିଖିତ ଆଲୋଚନା ପାଠ କରିବା ପୂର୍ବରୁ ପ୍ରଥମେ ଶ୍ରୋତାଙ୍କର ଅବଗତି ପାଇଁ ମୂଳ କବିତାଟିକୁ ପାଠ କରୁଅଛି। କବିତାଟିର 12ଟି ପଦ। ପ୍ରଭାତ ଅବକାଶ। କବି ପଲ୍ଲୀକବି ନନ୍ଦକିଶୋର ବଳ। ପାହି ଆସୁଅଛି ଧୀରେ ସୁପ୍ତା ନିଶିଥିନୀ, ଶୁଭୁଅଛି ଦୂର ଦେଶୁଁ ବିଷାଦ ରାଗିଣୀ। ଦାରୁଣ ବିଷାଦ ଚିତ୍ତ କରେ ମୋର ଆନ୍ଦୋଳିତ, କାହିଁକି ବା ହଜିଅଛି ନାହିଁ ପ୍ରାପ୍ତି ଆଶା, ମେଣ୍ଟିବାର ନୁହେଁ ମୋର ଏ ପ୍ରାଣ ପିପାସା। ସୁଲୁ ସୁଲୁ ବହୁଅଛି ପ୍ରଭାତ ପବନ, ବିଟପି ଶାଖାରେ କରି ପତ୍ର ସଞ୍ଚାଳନ। ଫାଟିଛି ନଭେ ସିନ୍ଦୁରା, ବୁଡ଼ିଅଛି କୁଆଁ ତାରା, ଅନନ୍ତ ଗଗନ ପଥେ ଦେବକନ୍ୟା ଉଷା, ପିନ୍ଧି ଚାଲି ଯାଉଅଛି ଅପରୂପ ଭୂଷା। ଅତୀତ ସ୍ମୃତିରେ ଚିତ୍ତ ହୁଏ ବିକ୍ଷୋଭିତ, କାହିଁ କିଏ ଗାଏ ବସି ପ୍ରଭାତୀ ସଙ୍ଗୀତ। କି ଥିଲା କି ହୋଇଅଛି ଭବିତବ୍ୟ କିବା ଅଛି, ଜନ୍ମ ମୃତ୍ୟୁ କରୁଛନ୍ତି ପଥେ ପଥେ ମନା, ପ୍ରତି ପଦେ ହତଚେଷ୍ଟ ପଥିକ କଳ୍ପନା। ଧ୍ୱାନ୍ତ ପ୍ରଭା ସମାବେଶେ ବିଭାତ ସମୟ, ଅବିଶ୍ୱାସ ବିଶ୍ୱାସର ମିଳନେ ସଂଶୟ। ଭାଙ୍ଗିଛି ସୁଖ ସ୍ୱପନ, ଆସେ କଠୋର ଜୀବନ, ଆଶ୍ରୟ ତରୁ ଶାଖାରେ ସୁଷୁପ୍ତା ପକ୍ଷିଣୀ, ଶୁଭୁଅଛି ସୁଦୂରସ୍ଥ ବିଭାସ ରାଗିଣୀ। ଶୁଦ୍ଧ ନୀରା ପୁଣ୍ୟତୋୟା ବନ ପୁଷ୍କରିଣୀ, ତଟ ବିଟପିରେ କାନ୍ଦେ ଚକୋର ଗୃହିଣୀ। ଆସଇ ନବ ପ୍ରଭାତ ଅସ୍ତମିତ ନିଶାନାଥ, ସମାଗମ କାଳ ଅଟେ ସୁଖର ସମୟ, ବିଦାୟ ଲୋତକ ଆହା କି ବିଷାଦମୟ। ଦୁଃଖ ସୁଖ ମିଶାମିଶି ଏ ବିଶ୍ଵ ସଂସାରେ, କିଏ କେଉଁଠାରେ ବେଶୀ ଭାଗ୍ୟ ଅନୁସାରେ। ଦେଖ ଏ ପ୍ରକୃତି ଚିତ୍ର, କି ଉଦାର କି ବିଚିତ୍ର, କେହି ଦେଖେ ଏଥି ଘୋର ବିଷାଦର ରୂପ, କେହି ବା ଦେଖୁଛି ପୁଣି ହର୍ଷ ଅପରୂପ। ମୁହିଁ ଘୋର କଳଙ୍କିରେ, ତେଣୁ ଏ ପ୍ରକୃତି ଦେଖାଏ ସତତ ମୋତେ ବିଷାଦ ମୂରତି। ବହିଲା ପ୍ରଭାତ ବାୟୁ, ତୁଟିଲା ନିଶାର ଆୟୁ, ନବ ଅତିଥି ଆଗମେ ଅଛି ଯେବେ ସୁଖ, ଗଲା ପ୍ରିୟ ପୁରାତନ ଏ ବିଷମ ଦୁଃଖ। ନାଚଇ ବସନ୍ତ ପୁଣି ହସଇ ଶରତ, ବରଷା ବିଷାଦେ କିନ୍ତୁ ମୋ ହୃଦୟ ରତ। ସୁନ୍ଦରୀ ବାସନ୍ତୀ ଉଷା, ଶାରଦ ଯାମିନୀ ଭୂଷା, ବରଷା ନିଶୀଥ କିନ୍ତୁ ମୋ ହୃଦୟ ନିଧି। ହୁଅଇ ଉଦ୍ବେଳ ଯେବେ ବିଷାଦ ବାରିଧି, ହସଇ ବିଭାତ ସହ ସରୋଜ ମଳୟ। ଖେଳଇ ବାସର ଚିର କୋଳାହଳମୟ, ମଧ୍ୟାହ୍ନ ଗଗନେ ରବି ବିସ୍ତାରେ ଦାରୁଣ ଛବି। ମୋ ମନ ମୋହନ କିନ୍ତୁ ପ୍ରଦୋଷ ସମୟ, ଗାମ୍ଭୀର୍ଯ୍ୟ ବିଷାଦ ଯେବେ ଘୋଟଇ ହୃଦୟ। ହେମ ଗୌର ତୋରା ତନୁ ଟହ ଟହ ହସେ, ତରଳ ଅପାଙ୍ଗେ ଚାରୁ ନବୀନ ବୟସେ। ଚଞ୍ଚଳ ପଦକ୍ଷେପଣେ ଅଳଙ୍କାର ରଣଝଣେ, ବିଷାଦର ଛାୟା ଯେଉଁ ଯୌବନେ ଫଳିତ। ସେ ଗମ୍ଭୀର ମୂର୍ତ୍ତି କିନ୍ତୁ ଆକର୍ଷେ ମୋ ଚିତ୍ତ। ବିଷାଦ ହରଷ ନୁହେଁ ଜୀବନ ଉଦ୍ଦେଶ୍ୟ, ଏ ଜଗତେ ଦୁହିଁଙ୍କର ଶୁଭ ସମାବେଶ। ବୁଦ୍ଧି ଇଚ୍ଛା ଅନୁଭବେ ନିୟୋଜି ଏ ପୁଣ୍ୟ ଭବେ, ଲଭୁ ନର ଜ୍ଞାନ କର୍ମ ପ୍ରୀତିର ପରାଣ। ବିଶ୍ଵ ବିଧାତାର ଏହା ବିଚିତ୍ର ବିଧାନ, ବିଷାଦ ସଙ୍ଗୀତ କିମ୍ପା ଗାଅ ତେବେ କବି। ଶୁଣାଅ ଆଶାର ଗୀତି ଚିତ୍ରକର୍ମ ଛବି, ଯାଉ ଶ୍ରାନ୍ତ ପୁରାତନ ଆସୁ ଆଶାଇ ନୂତନ। ଆସ ହେ ନବୀନ କବି ଗାଅ ନବ ଗୀତ, ଆଶାର ସଙ୍ଗୀତ ଗାଇ ହର ମୋର ଚିତ୍ତ। ଲିଖିତ ଆଲୋଚନା। ରୋମାଣ୍ଟିକ କବିତା ପ୍ରଭାତ ଅବକାଶ। କଳ୍ପନା ବା ଭାବନାର ମାତ୍ରାଧିକ୍ୟ ରୂପାୟନକୁ ରୋମାଣ୍ଟିକ କବିତା କୁହାଯାଇଥାଏ। ରୋମାଣ୍ଟିକ କବିମାନେ ଭାରି କଳ୍ପନା ପ୍ରିୟ। ଏମାନେ ଅତୀତ ସ୍ମୃତିର ମନେ ପକାକାରୀ,
ବା ଭାରି ସ୍ମୃତି ରୋମନ୍ଥନକାରୀ ସେମାନଙ୍କ ରଚିତ କବିତା ଦେଇଥାନ୍ତି। ପଲ୍ଲୀକବି ନନ୍ଦକିଶୋର ବଳଙ୍କର ନିର୍ଝରିଣୀ କବିତା ପୁସ୍ତକରେ ଥିବା ଦାର୍ଶନିକ ଚିନ୍ତା ସମ୍ବଳିତ କବିତା ପ୍ରଭାତ ଅବକାଶରେ ପଲ୍ଲୀ ପ୍ରତି କବିଙ୍କର ରହିଥିବା ମନୋଭାବର ସାମାନ୍ୟତମ ଚିତ୍ରଣ ନାହିଁ। ସକାଳୁ ସକାଳୁ କବି ନିଦରୁ ଉଠିଯାଇଛନ୍ତି, ଘର ଅଗଣାରେ ବୁଲୁଛନ୍ତି, ପଦଚାରଣ କରୁଛନ୍ତି। ମନରେ ନାନାଦି ଭାବନା ଦେଖାଦେଇଅଛି। ସେହି ଭାବନାର ପରିପ୍ରକାଶକ ହୋଇଛି ସଂସ୍କୃତ କବିତା। ସକାଳ କବିଙ୍କୁ ଭାବିବାର ଅବକାଶ ବା ଅବସର ସୁଯୋଗ ଦେଇଅଛି। ତେଣୁକରି କବିତାର ନାମ ଏହିପରି ପ୍ରଭାତ ଅବକାଶ କବି ରଖିଛନ୍ତି। କବିତାର ଛୋଟ ଛୋଟ ହୋଇ 12ଟି ପଦ ରହିଅଛି। ପ୍ରଥମ ପଦରେ କବି କହୁଛନ୍ତି, ରାତି ସରିଯାଇଅଛି, ସକାଳ ଆସିଯାଉଅଛି। ଦୂରରୁ ଦୁଃଖଭରା ଗୀତର ଧ୍ୱନି କବିଙ୍କର କାନକୁ ଶୁଣାଯାଉଅଛି। କବିଙ୍କର ମନ ସେହି ଦୁଃଖଭରା ଗୀତର ଧ୍ୱନି ବା ଶବ୍ଦ ତାନକୁ ଶୁଣି ଦୁଃଖିତ ମଧ୍ୟ ହୋଇଯାଉଅଛି। ମନକୁ ବ୍ୟସ୍ତ ବିବ୍ରତ ଅସ୍ଥିରଚିତ୍ତ କରାଉଅଛି। କବିଙ୍କର କିଛି ଜିନିଷ ହଜିଯାଇଅଛି। କବି ତାକୁ ଖୋଜିବା ସତ୍ତ୍ୱେ ବି ପାଇପାରିବେ ନାହିଁ ବୋଲି ଭାବୁ ବି ଛନ୍ତି। ହଜିବା ଜିନିଷ ଯେ ପୁଣି ଥରେ ମିଳିବ, ତାଙ୍କର ମନ ଦୁଃଖ ଦୂର ହେବ, ସେଭଳି ଆଶା ମଧ୍ୟ କବିଙ୍କର ଆଉ ନାହିଁ। ମନ କଷ୍ଟ ତେଣୁକରି ଆଉ ଦୂର ହେବ ନାହିଁ। ସୁଲୁସୁଲିଆ ଧୀରେ ଧୀରେ ସକାଳ ପବନ ବହୁଅଛି। ଗଛର ପତ୍ରମାନ ସେହି ପବନରେ ଦୋହଲୁଅଛନ୍ତି ବୋଲି କବି ଗଛକୁ ଅନାଇ ଦେଖୁଛନ୍ତି। ପୂର୍ବ ଦିଗର ଆକାଶରେ ଲାଲି ରଙ୍ଗର ଅବସ୍ଥିତି ସୂର୍ଯ୍ୟ ଉଦୟ ହେବାର ପୂର୍ବ ସୂଚନା ଦିଶୁଅଛି, ଯାହାକୁ କବି ସିନ୍ଦୁରା ଫାଟିଲାଣି ବୋଲି କହିଛନ୍ତି। ଶୁକ୍ର ଗ୍ରହ ବା କୁଆଁତାରା ବୁଡ଼ିଲାଣି। ସୀମାହୀନ ଅସୀମ ଆକାଶରେ ସକାଳ ଆଗମନର ବାର୍ତ୍ତା ସୂଚିତ ହେଲାଣି। ଅପୂର୍ବ ଶାନ୍ତ ସକାଳର ଏହି ପରିବେଶ, ତାହାର ଚତୁର୍ଦ୍ଦିଗ ବାତାବରଣ। କବି ଅତୀତର ମନେ ପକାଇବାର ସ୍ମୃତିକୁ ନେଇ ଭାବାବିଷ୍ଟ ଅଛନ୍ତି। ସକାଳୁ ଉଠି କେଉଁ ଲୋକ ପ୍ରଭାତୀ ବନ୍ଦନାର ବିଭୁ ସ୍ମରଣ ଗୀତ ଗାଇଲାଣି। କବି ସମୟକୁ ନେଇ ଚିନ୍ତିତ ଅଛନ୍ତି। ଅତୀତ ତାଙ୍କର କେମିତି ଥିଲା, ଏବେ କେମିତି ଅଛି, ଭବିଷ୍ୟତରେ ପୁଣି କ'ଣ କେମିତି ହେବ। ଜନ୍ମ ହୋଇଛନ୍ତି ଯେତେବେଳେ ମରିବାଟା ନିଶ୍ଚିତ। ମୃତ୍ୟୁ ବାରମ୍ବାର କବିଙ୍କୁ ମନା କରୁଛି କି ଭବିଷ୍ୟତ ପାଇଁ କିଛି ଭାବନା ଚିନ୍ତା କରନା, କାରଣ ମାନବ ପାଞ୍ଚଇ ମାଧବ କରଇ। ମ୍ୟାନ୍ ପ୍ରପୋଜେସ୍, ଗଡ୍ ଡିସ୍ପୋଜେସ୍। ମଣିଷ ଚିନ୍ତା କରିଥିବ ଗୋଟିଏ, କାର୍ଯ୍ୟ ହେବ ଆଉ ଗୋଟିଏ। ତେଣୁ ଚିନ୍ତା ମୂଲ୍ୟହୀନ, ବେକାର। ପୁଣି ସବୁ କରିଥିବା ଚିନ୍ତା ମୃତ୍ୟୁ ପରେ କାମରେ ପରିଣତ ହୋଇପାରେ ନାହିଁ। ମଣିଷର ଜୀବନ ଏକ ପଥିକର ବାଟୋଇର। ସମୟ ପଥରେ ଗତି କରୁଅଛି। ସେଇଠି ମଣିଷର ପ୍ରୟାସ ଚେଷ୍ଟା ବିଫଳ ହୋଇଯାଇ ମଣିଷର ଆଶା ନିରାଶାରେ ବଦଳି ଯାଉଅଛି। ହତାଶା ମନକୁ ଚାଲି ଆସୁଅଛି। ପ୍ରତି ପଦକ୍ଷେପ ମଣିଷ ପାଇଁ ଅନିଶ୍ଚିତ। ଏହି ସକାଳ ସମୟ ଅନ୍ଧାର ଆଲୋକର ମିଳନର ମୁହୂର୍ତ୍ତ। ଦୁହିଁଙ୍କର ଆଗମନ ହୋଇଛି। ଯେମିତି ବିଶ୍ୱାସ ଅବିଶ୍ୱାସ ଦୁହେଁ ଏକାଠି ହୋଇ ମଣିଷ ମନରେ ଥାଆନ୍ତି। ରାତିର ନିଦରେ ଦେଖିଥିବା ସୁନ୍ଦର ସ୍ୱପ୍ନ କବିଙ୍କର ଭାଙ୍ଗିଯାଇ ଦିନର କଠୋର ସଂଗ୍ରାମର ସମୟ ଉପଗତ ହୋଇଅଛି। ସଂଗ୍ରାମିତ ଜୀବନ ବାସ୍ତବିକ ଭାରି କଠୋର, କାରଣ ସାଧନାରେ ସିଦ୍ଧି ଥାଏ। ସଫଳତାର ପାଇବା ପାଇଁ ମଣିଷ ପରିଶ୍ରମ କରେ। ଗଛରେ ଆଶ୍ରା ପାଇ ରହିଥିବା ସୁପ୍ତ ପକ୍ଷିଣୀ ନିଦରୁ ଉଠିବା ପରେ ତାର ରବ କାନକୁ ସୁନ୍ଦର ଶୁଣାଯାଉଅଛି। ସତେକି ସ୍ୱର ତାନ ଲୟଯୁକ୍ତ ବାଦ୍ୟର ବାଜିବା। ସଫା ସ୍ୱଚ୍ଛ ନିର୍ମଳ ପୋଖରୀରେ ଆସି କେହି ପ୍ରଥମ ଗାଧୋଇ ନଥିବାରୁ ବୋଧେ କବି ପୋଖରୀର ଜଳକୁ ପୁଣ୍ୟତୋୟା କହିଥାଇପାରନ୍ତି। ପୋଖରୀ କୂଳର ଗଛରେ ପକ୍ଷୀର ରବ କରୁଣ ଶୁଣାଯାଉଛି। ସବୁ ସକାଳ ନୂଆ। ଦିନର ଆରମ୍ଭ ଭାଗ ସେହି ନବପ୍ରଭାତର ଦିନରେ ମଣିଷ ପାଇଁ କ'ଣ ହେବ ଜଣାଯାଇ ନଥାଏ। ଭବିଷ୍ୟତ କାଳ ଅଜଣା ଥିବାରୁ ସେ ଲାଗି ନୂଆ। ଚନ୍ଦ୍ର ଅସ୍ତ ହୋଇ ଯାଉଛନ୍ତି। ରାତିର ସେ ସ୍ୱାମୀ, ତେଣୁ ନିଶିନାଥ। ସକାଳ ସାଧାରଣତଃ ସୁଖର ସମୟ ଥାଏ। ଯେହେତୁ ସକାଳୁ ମଣିଷ ଦିନର ବ୍ୟସ୍ତତାଯୁକ୍ତ କାମ ଆରମ୍ଭି ନଥାଏ। ବିଚ୍ଛେଦ କାଳ ଦୁଃଖଦାୟକ।
ଆଖିରୁ ଲୁହ ବୁହାଏ। ସୁଖ ଦୁଃଖ ସାରା ସଂସାରରେ ମିଶ୍ରିତ ହୋଇ ରହିଥାନ୍ତି। ତେବେ କେଉଁ ମଣିଷର ଜୀବନରେ ବେଶୀ ସୁଖ ତ କେଉଁ ମଣିଷର ଜୀବନରେ ଅତି ଦୁଃଖ ରହିଥାଏ। ଭାଗ୍ୟର ଲେଖା ଅନୁସାରେ ପ୍ରକୃତି ଜଗତ ବିବିଧତାଯୁକ୍ତ ବୈଚିତ୍ର୍ୟପୂର୍ଣ୍ଣ। ଦୃଶ୍ୟ ଏହାର ଭିନ୍ନ ଭିନ୍ନ। ପ୍ରକୃତି ଜଡ଼ର ଜୀବର ହୋଇ ଦୁଇ ପ୍ରକାର। ସୁଖରେ ପ୍ରକୃତି ମଣିଷର ମନକୁ ପ୍ରଶସ୍ତ କରାଏ, ଦୁଃଖରେ କରାଏ ସଂକୀର୍ଣ୍ଣ। କିଏ ପ୍ରକୃତିକୁ ଦେଖି ବିମୋହିତ ହୋଇଥାଏ ତ କେହି ପୁଣି ହୋଇଥାଏ ଦୁଃଖୀ ବିଷାଦୀ। ପ୍ରକୃତିର ପରିବର୍ତ୍ତନଶୀଳତା ପାଇଁ ଏହିପରି ହୋଇଥାଏ। ପୁଣି ଏଥିରେ ଥାଏ ମଣିଷର କରିଥିବା କୃତକର୍ମ, ଭାଗ୍ୟର ଯୋଗଦାନ। ସପ୍ତମ ପଦରେ କବି ନିଜକୁ ଜଣେ କଳଙ୍କିତ ପୁରୁଷ ବୋଲି ଭାବୁଛନ୍ତି ବୋଲି ତାଙ୍କୁ ସାଂସାରିକ ଜଡ଼ ଓ ମାନବ ପ୍ରକୃତି ତାର ସ୍ୱଭାବ ଆଚରଣରେ ଦୁଃଖ ଦେଉଅଛି, ଦୁଃଖୀ କରୁଛି। କାରଣ ମଣିଷର କାମ ଅନୁଯାୟୀ ତାକୁ ଫଳ ମିଳେ ବୋଲି କଥା ଜଗତରେ ସଂସାରରେ ଅଛି। ଆଜ୍ ୟୁ ସୋ ସୋ ୟୁ ରିପ୍। ଯେମନ୍ତ କର୍ମ ତେମନ୍ତ ଫଳ। ସକାଳର ଥଣ୍ଡା ପବନ ଦେହରେ ବାଜୁଛି। ରାତିର ଅନ୍ଧାର ସରିଲା। ପ୍ରତିଟି ସକାଳ ଜୀବନର ନୂଆ ଅତିଥି। ସେହି ଅତିଥି ସାରା ଦିନ କ'ଣ ଦେବ କିଏ ଜାଣେ। ସୁଖ ଦେଇପାରେ ନଚେତ୍ ଦୁଃଖ। ଯେହେତୁ ମଣିଷ ଜୀବନର ପ୍ରତିଟି ମୁହୂର୍ତ୍ତ ଅନିଶ୍ଚିତ, ସେଥିରେ ସ୍ଥିରତା ନାହିଁ ଆଗାମୀ କାଳର ଅଗମ୍ୟ ଅଜଣା ପାଇଁ। ତଥାପି କବି ଭାବୁଛନ୍ତି ମୋତେ ଆଶାବାଦୀ ହୋଇ ସୁଖ ଆଶାୟୀ ଭଲ ହେବାର କାମନା ମନରେ ରଖିବାକୁ ପଡ଼ିବ। କାରଣ ଆଶାରେ ମଣିଷ ବଞ୍ଚେ, ନିରାଶା ହତାଶା ଆଣେ, ଉଦ୍ଦୀପନା ଉନ୍ମାଦନା କମାଏ, ମଣିଷଙ୍କୁ କିଂକର୍ତ୍ତବ୍ୟ ବିମୂଢ଼ କରାଏ। କ'ଣ କରିବ ବୋଲି ଜାଣିପାରି ନଥାଏ। ଦୁଃଖର ଆଶା କେବେ ବି କରିବା ଉଚିତ ନୁହେଁ। କବି ଯଥାର୍ଥରେ କହିଛନ୍ତି ନବ ଅତିଥି ଆଗମେ ଅଛି ଯେବେ ସୁଖ, ଗଲା ପ୍ରିୟ ପୁରାତନ ଏ ବିଷମ ଦୁଃଖ। ଅଷ୍ଟମ ପଦରେ କବି ସଂସାରରେ 6 ଋତୁର ଲୀଳାଖେଳା ଆସିବା ଯିବା କଥା ଭାବିଛନ୍ତି। ପ୍ରକୃତିର ବିବର୍ତ୍ତନଶୀଳତାରେ ଋତୁମାନଙ୍କର ଆଗମନ ପ୍ରତ୍ୟାଗମନ ଧରାରେ ଲାଗିଥାନ୍ତି। ଏହି ଋତୁ କୋଉଠି ମଣିଷକୁ ସୁଖ ଦୁଃଖର ଅନୁଭବ ଉପଲବ୍ଧି ଦେଇଥାନ୍ତି। ନନ୍ଦକିଶୋରଙ୍କ କବିତାରେ ବର୍ଷା ଋତୁର ପ୍ରାଧାନ୍ୟ ଦେଖାଯାଇଥାଏ। ସେ କହିଛନ୍ତି ସଦା ଦିନେ ମୁଜେ ବରଷାର ରଙ୍କ ମେଘ ଦେଖି ଫେଡ଼େ ମନ ଝରଝର ଶବଦ ତିରୋହିତ ହେଲେ ବିଷଣ୍ଣ ହୁଏ ମୋ ମନ। ତେଣୁକରି ଅଷ୍ଟମ ପଦରେ ସେ ବିଭିନ୍ନ ଋତୁମାନଙ୍କର ଧରାପୃଷ୍ଠିକ ଲୀଳାଖେଳା ଦର୍ଶାଇ ତ ଅଛନ୍ତି, ପରନ୍ତୁ ବର୍ଷା ଋତୁ କଥା ସମ୍ପର୍କରେ କହିଛନ୍ତି ବର୍ଷା ବର୍ଷୁଥିବାରୁ ଏହା ତାଙ୍କ ପକ୍ଷେ ଦୁଃଖ ବିଷାଦର ଋତୁ। ବର୍ଷାରେ କବି ଖୁସି ହୋଇ ପାରୁନାହାନ୍ତି। ବୋଧେ ବର୍ଷା ସେମିତି କିଛି କବିଙ୍କୁ ଦୁଃଖ ଆଘାତ ଦେଇଥାଇପାରେ। ସେଥିପାଇଁ ବର୍ଷା ଋତୁକୁ ନେଇ କବି ଖୁସି ନୁହନ୍ତି। ତଥାପି ବରଷା ରାତିକୁ କବି ମନର ପରିତୋଷ ନିଧି ବା ସମୂହ ଖଣି ବୋଲି କହିଛନ୍ତି। ଅଜସ୍ର ସ୍ମୃତି ଏହି ବର୍ଷା ଋତୁରେ କବିଙ୍କ ମନରେ ଅଛି। ମନକୁ ତାଙ୍କର ଚଞ୍ଚଳ ଉଦ୍ବିଗ୍ନମୟ କରାଏ ବର୍ଷାପାତ। ନବମ ପଦରେ ସକାଳ ହସୁଛି, ଶାନ୍ତ ପରିବେଶ ସୃଜିଛି, ଧୀର ପବନ ବୁହାଉଅଛି। ଲୋକମାନେ ସକାଳୁ ବିଛଣାରୁ ଉଠି ଗହଳି କଲେଣି। ଦ୍ୱିପ୍ରହରର ଆକାଶରେ ସୂର୍ଯ୍ୟକିରଣ ପ୍ରଚଣ୍ଡ ଥାଇ ପ୍ରାଣୀ ଜୀବନକୁ ବଡ଼ କଷ୍ଟ ଦେଉଛି। ଶୂନଶାନ ଅଛି ବାତାବରଣ। ପରନ୍ତୁ ସନ୍ଧ୍ୟା ସମୟକୁ ଦେଖି କବି ଅତ୍ୟନ୍ତ ଖୁସି ହୋଇଛନ୍ତି। ଯୋଉଥିପାଇଁ ଡାଆଣିଆ ଖରା କବିତା ଲେଖିଛନ୍ତି। ଏହି ପ୍ରଦୋଷ ସମୟ ପରିବେଶକୁ ଗମ୍ଭୀରପୂର୍ଣ୍ଣ କରାଏ। ଦିନ ରାତିର ସଙ୍ଗମ ଏହି ସନ୍ଧ୍ୟା ସମୟ। ରାତିର ଅନ୍ଧାର ଅନିଶ୍ଚିତତା ଏହି ସନ୍ଧ୍ୟା ସମୟରେ ଆସୁଥିବାରୁ କବି ଦୁଃଖୀ ହୋଇଛନ୍ତି। ଗାମ୍ଭୀର୍ଯ୍ୟ ଏଥିପାଇଁ କି ଯେ ଲୋକେ ପୂଜାପାଠରେ ଲାଗନ୍ତି, ଖେଳୁଆଳି ଘରକୁ ଫେରନ୍ତି, ଦିନର ଗହଳି ସରିଆସେ, ପୁଣି ଗାଁର ସନ୍ଧ୍ୟା ସେବେ ଏତେ ଆଜି ଭଳି ଜନବହୁଳ ନଥିଲା, ବିଜୁଳିବତୀମୟ ନଥିଲା, ଶିକ୍ଷା ବାତାବରଣରେ ପାଳିତ ନଥିଲା। ସେଥିପାଇଁ ଶୂନଶାନ ଥିବାରୁ ଗାମ୍ଭୀର୍ଯ୍ୟପୂର୍ଣ୍ଣ ଥିଲା। ଘରକୁ ଯିବାର, ସାଙ୍ଗଠାରୁ ବିଚ୍ଛେଦ ହେବାର, ଖେଳର ଖୁସି ନିରବି ଯିବାରୁ ଗାମ୍ଭୀର୍ଯ୍ୟମୟ ଥିଲା। ସେ ଲାଗି କବି ମନ ଦୁଃଖୀ ହୋଇଛି। ଦଶମ ପଦରେ ଯୁବତୀ ନାରୀର ବିବରଣୀ ଅଛି। ଯୁବତୀ ଜଣକ ସୁନା ଭଳି ଗୋରୀ। କବି ଯୁବକ ତାକୁ ଦେଖିଛନ୍ତି। ସେ ବି କବି ଯୁବକଙ୍କୁ କଣେଇ କଣେଇ ଚାହିଁଛି। ସୁଗଠିତ ବପୁର ଯୁବତୀ ସୁନ୍ଦର ଦିଶୁଥିଲା। ନବଯୌବନୀ ଥିବାରୁ କବି ଯୁବକଙ୍କୁ ଦେଖି ଶୀଘ୍ର ଶୀଘ୍ର ଚାଲିଯାଉଥିବା ବେଳେ ଦେହର ପରିହିତ ଗହଣା ରଣଝଣ ଶବ୍ଦ କରୁଥିବାର ଉପଲବ୍ଧି
କରି ମନରେ କବି କରିଛନ୍ତି। କବି ଯୁବକ ସେହି ପଲ୍ଲୀବାଳା କିଶୋରୀ ପ୍ରତି ମନେ ମନେ ଆକର୍ଷିତ ହୋଇ ପଡ଼ିଛନ୍ତି, ଯାହାକି ଯୌବନ ମନର ସ୍ୱାଭାବିକ ଲକ୍ଷଣ। ନୀରବ ମନନଶୀଳ କ୍ରିୟାକଳାପ, ବିପକ୍ଷ ଯୌନତା ପରା ବା ଅପୋଜିଟ୍ ସେକ୍ସ ଏଥିର କାରଣ। ଯୁବକ ଯୁବତୀ ଯଦି ଏମିତି ଆକର୍ଷିତ ନ ହେବେ, ତେବେ ତାହା ବିଫଳ ଯୌବନ ବୋଲି ଶେଷରେ ବୁଝାଯିବ। ଏହି ରୋମାଞ୍ଚ ମନକୁ ଥରାଏ, ଦୁଃଖୀ କରାଏ, କବିଙ୍କୁ ମଧ୍ୟ କରାଇ ଅଛି ବୋଲି କବି କହିଛନ୍ତି। ତେବେ ବାଚାଳ ନ କରାଇ ନୀରବ ନିଶ୍ଚଳ ଗମ୍ଭୀର କରାଇଅଛି। କାରଣ ଅପରିଚିତତା ଥିବାରୁ ପଲ୍ଲୀ କିଶୋରୀ ଓ କିଶୋର ସଂକୀର୍ଣ୍ଣ ବା କନଜରଭେଟିଭ୍ ଥାଆନ୍ତି। 11 ପଦରେ କବି କହୁଛନ୍ତି, ସୁଖ ଦୁଃଖ ଜୀବନର ଲକ୍ଷ୍ୟ ନୁହେଁ, ସଂସାରରେ ଦୁହେଁ ମିଳିତ ଥାଆନ୍ତି ମଣିଷକୁ ପ୍ରଦାନ ଆଶାରେ। ମଣିଷର ଭାଗ୍ୟ ଏବଂ କର୍ମ ଅନୁପାତରେ ମଣିଷ ତାର ବୁଦ୍ଧି, ଇଚ୍ଛା, ଉଦ୍ୟମ, ଅନୁଭବରେ ନିଜକୁ ରଖି ଯଦି ଭଲ କାମ ଭଲ ମନ ନେଇ କରେ, ଜ୍ଞାନୀ ହୁଏ, କର୍ମଠ ରହିବାକୁ ଭଲ ପାଏ, ମନଧ୍ୟାନ ଦିଏ କାମରେ, ତେବେ ଦୁଃଖ କମ୍ ମିଳିବାର ଆଶଙ୍କା ଥାଏ। ଭଗବାନ ହେଉଛନ୍ତି ସାରା ସଂସାରର ସ୍ରଷ୍ଟା, କର୍ତ୍ତା, ଦାତା। ମଣିଷକୁ ସୁଖୀ ଦୁଃଖୀ କରାଇବା ତାଙ୍କର ଅଜବ ଖିଆଲ, ବିଚିତ୍ର ନିୟମ ବୋଲି କବି କହିଛନ୍ତି। 12 ନମ୍ବରର ଶେଷ ପଦରେ କବି ଭାବୁଛନ୍ତି, ଜୀବନରେ ଦୁଃଖ ଅବଶ୍ୟ ଆସିବ, ଠିକ୍ ସୁଖ ମିଳିବା ଭଳିଆ। ସୁତରାଂ ଏଥିପାଇଁ ମଣିଷ ଦୁଃଖୀ ହେବା କଦାପି ଉଚିତ ନୁହେଁ। ବରଂ ଧୈର୍ଯ୍ୟ, ସାହସ, ଆଶାୟୀ ହୋଇ କଲା କାମ କରିଯାଉ, ଦୁଃଖ ଚାଲିଯିବ। ମନରେ ନବ ଆଶା ଆସିବ, ଜୀବନ ନୂଆ ଭାବରେ ନୂଆ କର୍ମରେ ଦିଶିଯିବ। ମଣିଷ ଆଶାବାଦୀ ହେବାକୁ କବି କବିତାର ଶେଷରେ ଆହ୍ୱାନ ଦେଇଛନ୍ତି, ଯଦ୍ୱାରା ତାହାହିଁ ମଣିଷକୁ ସୁଖୀ କରାଇବାର ସର୍ବଶ୍ରେଷ୍ଠ ପ୍ରକୃଷ୍ଟ ମାଧ୍ୟମ। ନନ୍ଦକିଶୋରଙ୍କ ପ୍ରଭାତ ଅବକାଶ କବିତାକୁ ରୋମାଣ୍ଟିକ୍ କବିତା କୁହାଯିବାର ଅର୍ଥ ହେଲା, ଏଥିରେ ରୋମାଣ୍ଟିକବାଦର ଉପାଦାନ ଯଥାକ୍ରମେ ପ୍ରକୃତି ପ୍ରୀତି, ଅତୀତ ସ୍ମୃତି, ଦୁଃଖିତ ଚିତ୍ତତା, ନିରାଶା ହତାଶା ବୋଧ, ମନର କଳ୍ପମୟ ଭାବନା ଆଦି ଉପାଦାନ ରହିଥିବାରୁ ପ୍ରକୃତିରେ ସକାଳ ସମୟ, ଭାବନାରେ ଅତୀତ ଓ ଆଗାମୀ ଉଭୟରୁ ଅତୀତ ବେଶୀ। ଜୀବନ ପ୍ରତି କବିଙ୍କର ଆଶାବାଦିତା କମ୍, ନିରାଶାବାଦିତା ବେଶୀ। ନାରୀ ସଂସର୍ଗମୟତା, ଯୌବନ ପ୍ରିୟତା ଇତ୍ୟାଦି କାରଣ ପାଇଁ ପ୍ରଭାତ ଅବକାଶ ନାମକ କବିତାଟି ରୋମାଣ୍ଟିକ୍ କବିତା ଅଟେ।